ଆପଣମାନେ ଦେଖୁଛନ୍ତି ସଚିନ ଅଫିସିଆଲ ନ୍ୟୁଜ୍ ଚ୍ୟାନେଲକେ ଆପଣମାନେ ନ୍ୟୁ କରି ଯଦି ଭିଜିଟ୍ କରିଥିବେ ସବସ୍କ୍ରାଇବ୍ କରିବେ, ସବସ୍କ୍ରାଇବ୍ করবার नहीं ভুলবে। কালি ଥିଲା ଆଜ୍ଞା ଅଗଷ୍ଟ 15 ଯେନ୍ଟା ପ୍ରଥମ ଥର ଯେନ୍ଟା ମୋହନ ମାଝୀ ଯେନ୍ଟା ପତାକା ଉତ୍ତୋଳନ କଲେ। ତ ସେଥିପାଇଁ ଯେନ୍ ସ୍କିମ୍ଟା ମାନେ ବାହାରିଥିଲା ଇଏ ଯେନ୍ଟା ପୁରୁଣା ସ୍କିମ୍ଟା ମାନେ ଥିଲା ଯେନ୍ ମାନେ କହିଥିଲେ ଯେନ୍ଟା ରହିଲା କେମିତି ଭାତା ଗୋଟେ ସୁଭଦ୍ରା ଯୋଜନା ଆଉ ଗୋଟେ ସିଏମ୍ ଯୋଜନା ଆଜ୍ଞା। ଆପଣମାନେ ଦେଖିପାରୁଥିବେ ଯେନ୍ ୟୁଟ୍ୟୁବ୍ ଭାଇମାନେ ବନଉଥିଲେ ଭିଡ଼ିଓ ମାନେ ବି ଯେନ୍ଟା ଅଗଷ୍ଟ 15 ଦିନ ଭାତା ପଇସାଟା ମିଲବା ବୋଲି କହୁଥିଲେ। କାଲି ତ କିଛି ସ୍କିମ୍ଟା ବି ଆଜ୍ଞା କିଛି ବି ନାଇଁ ମିଳିଲା। ଆଜି 16 ତାରିଖ କେନ୍ ସ୍କିମ୍ଟା ବାହାରିବାକେ ଯାଉଛି। ଆଜି କେତେଟା ଯେନ୍ଟା ଗଲା ଭାତା ଆଉ ସୁଭଦ୍ରା ଯୋଜନା ଆଉ ସିଏମ୍ ଯୋଜନା ଆଜ୍ଞା। এই তিনটা ভিতରୁ ଆଜ୍ଞା ଆଜି ଯେନ୍ଟା ଅପଡେଟ୍ଟା ଅଛି ଭାତା ପଇସା ଆଜି ମିଳିବାର ବେଶୀ ଚାନ୍ସ ଅଛି ବୋଲି କହିଛନ୍ତି ଆଜ୍ଞା। ଆପଣମାନଙ୍କୁ ଦେଖିପାରୁଥିବେ ଆଉ ଗୋଟେ ଭିଡ଼ିଓଟା ଅପଲୋଡ଼ ହେବା, ସେଥିପାଇଁ ଆପଣମାନେ ନ୍ୟୁ କରି ଭିଜିଟ୍ କରିଥିବେ ସବସ୍କ୍ରାଇବ୍ କରବାଟା ନେଇ ଭୁଲିବେ ଆଜ୍ଞା। ଯେନ୍ଟା ଆଜ୍ଞା ମାନେ ଆପଣମାନେ ବି ଦେଖିପାରୁଥିବେ ଯେନ୍ଟାକି ସୁଭଦ୍ରା ଯୋଜନା ଆଜ୍ଞା ବେଶୀ ଚାନ୍ସ ଥିଲା ଯେନ୍ଟା ମିଲବାକେ କହୁଥିଲେ ମୋହନ ଚରଣ ମାଝୀ ଯେନ୍ଟା କହିବାକୁ ମିଳୁଥିଲା, ଶୁଣିବାକୁ ମିଳୁଥିଲା। ଆପଣ ପେପର ମାଧ୍ୟମରେ ବି ଆପଣମାନେ ଦେଖିଥିବେ। ଆପଣମାନେ ନ୍ୟୁକୁ ଯଦି ଭିଜିଟ୍ କରୁଥିବେ ତ ସବସ୍କ୍ରାଇବ୍ ନିହାତି କରିବେ। ସେଥିର୍ଲାଗି ଭାତା ପଇସା ଆଜ୍ଞା ଭାତା ପଇସା ଯେନ୍ 15 କାଲି ଗଲା 15 ଅଗଷ୍ଟ 15 ଦିନ ଭାତା ପଇସାଟା ଆସବା ବୋଲୁଥିଲେ। କୌଣସି ଯୋଜନାଟା କାଲି ଦସ୍ତଖତ ନାଇଁ ହେଇ, ସେଥିପାଇଁ ଆଜି ବେଶୀ ଚାନ୍ସ ଥିଲା ଭାତା ପଇସା ମିଳିବାର ଲାଗି ଆଜ୍ଞା। ସେଥିର୍ଲାଗି ଆପଣମାନେ ବି ଦେଖିପାରୁଥିବେ ଯେ ଆପଣମାନେ ଯଦି ଭାତା ପଇସା ଭଲସେ ନାଇଁ ପାଇବା, ଆପଣମାନେ ବ୍ୟାଙ୍କରେ କୌଣସି ପ୍ରୋବ୍ଲେମ୍ ଅଛି, ଆପଣମାନଙ୍କୁ ଆମକୁ କମେଣ୍ଟ କରୁନ୍, ଆମେ ସେ ସଲ୍ୟୁସନଟା କରି ଦେଖମା। ଯେ ଲ୍ୟାଣ୍ଡ ସିଡ଼ିଂ ଆଜ୍ଞା ଆପଣମାନେ ନିହାତି KYC କରବାକେ ନେଇ ଭୁଲବେ। ଯଦି ବି ଆପଣମାନେ ନାଇଁ ପାରୁଛନ୍ KYC କରି, ଆପଣମାନେ ନିହାତି ପୋଷ୍ଟ ଅଫିସକେ ଯାଇକି ଗୋଟେ ଖାତା ଖୋଲିବେ ଆଜ୍ଞା। ଖାତା ଖୋଲିଲା ପରେ ଆପଣମାନେ ଠିକ୍ ଭାବରେ DBT ମୋଡ଼ଟା ସାଙ୍ଗେ ସାଙ୍ଗେ ଅନ୍ ହେଇଯିବ ଆଜ୍ଞା। ପୋଷ୍ଟ ଅଫିସର ମସ୍ତ ଭଲ ଭାବରେ ଖାତାଟା ଓପନ୍ ହେସି ଆଜ୍ଞା। ସେଥିଲାଗି ଆପଣମାନେ ନ୍ୟୁ କରି ଭିଜିଟ୍ କରିଥିବେ ସବସ୍କ୍ରାଇବ୍ କରବାର ନାହିଁ।